ମୁଁ ତ ଯାଇଥିଲି ଆଜି। ମୋତେ ବହୁତ ଖରାପ ଲାଗିଲା କି ଯେଉଁ ଭାଇମାନେ କି ଭଉଣୀମାନେ ଯେଉଁମାନେ ବିରୋଧ କଲେ, ମୁଁ ତାଙ୍କୁ କହିଲି କି ତମ ଘର ଭିତରେ ନେଇକି ଚାଲ। ମୁଁ ଗଲି ବି, ମୁଁ ପଚାରିଲି କି କ'ଣ କ'ଣ ସୁବିଧା ତମକୁ ମିଳିଛି କି ମିଳି ନାହାନ୍ତି। ସେ କହିଲେ ଆମକୁ କିଛି ବି ମିଳିନି, ରାସନ ବି ମିଳିନି, କିନ୍ତୁ ଆମେ ଦେଖିକି ଆସିଲୁ କି ରାସନ ସବୁ ଥୋଇ ରହିଛେ ସେ ତାଙ୍କ ଘର ଭିତରେ। ଏ ଗୋଟେ ଷଡ଼ଯନ୍ତ୍ର କରିଛନ୍ତି ସେଟା ବୁଝିପାରିଲି। ଆଉ ତାପରେ ସେମାନେ କହୁଛନ୍ତି କି ଆମେ ବିଜେଡିକୁ ହିଁ ଭୋଟ ଦିଏ, କିନ୍ତୁ ସେମାନେ ମୁଁ ଯାହା କଥାରେ ମୁଁ ବୁଝିପାରିଲି ବହୁତ ଡରରେ ଥିଲେ, ଯେମିତି ତାଙ୍କୁ ଶିଖେଇକି କହିବା ପାଇଁ କୁହା ହେଇଛି। ସେଥିପାଇଁ ସେ ଭାରି ଡରରେ ଥିଲେ, ଏତିକି ମୁଁ କହିପାରିବି। ଆଉ କ'ଣ କହିବି, ଏତେ ମାନେ ଖରାପ ଷଡ଼ଯନ୍ତ୍ର କରିକି ଏମିତି ଭାବେ ଦେଖନ୍ତୁ, ମୁଁ ଯେତିକି ମାନେ ଗାଁ ବୁଲିଲି, ଯେତିକି ଘର ବୁଲିଲି, ସବୁ ଜାଗାରେ ବହୁତ ହି ଭଲରେ ଗୋଟେ ଝିଅ ଭଳିଆ, ଗୋଟେ ବୋହୂ ଭଳିଆ ମୋତେ ବହୁତ ଭଲ ପାଇବା, ସମ୍ମାନ ସବୁ କିଛି ଦେଇଛନ୍ତି। ମୁଁ ତ ଯାଇଥିଲି ଆଜି। ମୋତେ ବହୁତ ଖରାପ ଲାଗିଲା କି ଯେଉଁ ଭାଇମାନେ କି ଭଉଣୀମାନେ ଯେଉଁମାନେ ବିରୋଧ କଲେ, ମୁଁ ତାଙ୍କୁ କହିଲି କି ତମ ଘର ଭିତରେ ନେଇକି ଚାଲ। ମୁଁ ଗଲି ବି, ମୁଁ ପଚାରିଲି କି କ'ଣ କ'ଣ ସୁବିଧା ତମକୁ ମିଳିଛି କି ମିଳି ନାହାନ୍ତି। ସେ କହିଲେ ଆମକୁ କିଛି ବି ମିଳିନି, ରାସନ ବି ମିଳିନି, କିନ୍ତୁ ଆମେ ଦେଖିକି ଆସିଲୁ କି ରାସନ ସବୁ ଥୋଇ ରହିଛେ ସେ ତାଙ୍କ ଘର ଭିତରେ। ଏ ଗୋଟେ ଷଡ଼ଯନ୍ତ୍ର କରିଛନ୍ତି ସେଟା ବୁଝିପାରିଲି। ଆଉ ତାପରେ ସେମାନେ କହୁଛନ୍ତି କି ଆମେ ବିଜେଡିକୁ ହିଁ ଭୋଟ ଦିଏ, କିନ୍ତୁ ସେମାନେ ମୁଁ ଯାହା କଥାରେ ମୁଁ ବୁଝିପାରିଲି ବହୁତ ଡରରେ ଥିଲେ, ଯେମିତି ତାଙ୍କୁ ଶିଖେଇକି କହିବା ପାଇଁ କୁହା ହେଇଛି। ସେଥିପାଇଁ ସେ ଭାରି ଡରରେ ଥିଲେ, ଏତିକି ମୁଁ କହିପାରିବି। ଆଉ କ'ଣ କହିବି, ଏତେ ମାନେ ଖରାପ ଷଡ଼ଯନ୍ତ୍ର କରିକି ଏମିତି ଭାବେ ଦେଖନ୍ତୁ, ମୁଁ ଯେତିକି ମାନେ ଗାଁ ବୁଲିଲି, ଯେତିକି ଘର ବୁଲିଲି, ସବୁ ଜାଗାରେ ବହୁତ ହି ଭଲରେ ଗୋଟେ ଝିଅ ଭଳିଆ, ଗୋଟେ ବୋହୂ ଭଳିଆ ମୋତେ ବହୁତ ଭଲ ପାଇବା, ସମ୍ମାନ ସବୁ କିଛି ଦେଇଛନ୍ତି।